नीलाचलगिरिनिभो चारुचन्द्रावतंसं रत्नोकलापजलाङ्गं विभूषितं व्याघ्रम्बरो धारणं जगात कल्याणदातार्थं प्रभो श्री विश्वनाथं विभु सर्वसम्पदप्रदाधारकं भवो श्रीशङ्करं ध्यायं। ଚାଲିଛି ପବିତ୍ର ଶ୍ରାବଣ ମାସ। ଦେବଙ୍କ ଦେବ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ। ଶ୍ରାବଣରେ ଶିବ ପୂଜା ଆଧ୍ୟାତ୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଅନେକ ଶ୍ରଦ୍ଧାଳୁ ପାଳନ କରନ୍ତି ଶ୍ରାବଣ ବ୍ରତ। ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳ ଲାଗି କରନ୍ତି ଶ୍ରଦ୍ଧାଳୁ। ମାନସିକ କରିଥିବା କାଉଡ଼ିଆମାନଙ୍କ ବିଭିନ୍ନ ଶୈବପୀଠରେ ଭିଡ଼ ଜମେ। ସବୁ ଶିବ ମନ୍ଦିରରେ ମାସଟା ଯାକ ହୋଇଥାଏ ବିଶେଷ ପୂଜାର୍ଚ୍ଚନା। ओम नमः शिवाय, ओम नमः शिवाय, ओम नमः शिवाय। नमामि शंभु, नमामि शंभु, नमामि शंभु। हर हर महादेव। नमस्कार दर्शक बंधु, किछि दिन तले आमे आपण पई प्रस्तुत करिथिलु एक विशेष कार्यक्रम गंजाम रे श्री जगन्नाथ। आ सही कार्यक्रम को आपण माने पसंद करथिबारु सिल्क सिटी लोकल तरफरु मु आपनको धन्यवाद अर्पण करुछि। वर्तमान श्रावणर समय देवादिदेव महादेव प्रिय मास श्रावण आपण समस्त जानती एवं ए श्रावण मास उपलक्षे आमे आपनको भेटी देबाकू जाउछु आउ एक विशेष कार्यक्रम जहार शीर्षक रहिछि ଶିବଙ୍କ ଶ୍ରାବଣରେ ଆମେ ଆପଣଙ୍କୁ ଶିବଙ୍କ ମହିମା ସହ ବିଭିନ୍ନ ଶିବ ମନ୍ଦିର ପୀଠ ଓ ଏସବୁ ସହ ଜଡ଼ିତ କଥା ଓ କିମ୍ବଦନ୍ତୀ ଦେଖାଇବୁ। ସିରିଜ୍ ଆରମ୍ଭରେ ଦେଖିବା ମହୁରୀ ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ବାବା ଗୋକର୍ଣ୍ଣେଶ୍ୱର ମହାଦେବଙ୍କ ପୀଠ। ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଗ୍ରାମ। ଏହି ଗ୍ରାମ ହରି ଓ ହରଙ୍କ ପ୍ରାଚୀନ ମନ୍ଦିର ପାଇଁ ପ୍ରସିଦ୍ଧ। ଗାଁ ଆରମ୍ଭରେ ପ୍ରାଚୀନ ନୃସିଂହ ମନ୍ଦିର ରହିଥିବା ବେଳେ ଗାଁ ଶେଷରେ ରହିଛି ବାବା ଗୋକର୍ଣ୍ଣେଶ୍ୱର ମହାଦେବଙ୍କ ମନ୍ଦିର। ମହୁରୀ ରାଜବଂଶ ଦ୍ୱାରା ବିକଶିତ ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ବାବା ଗୋକର୍ଣ୍ଣେଶ୍ୱରଙ୍କ ମନ୍ଦିର। ମନ୍ଦିର ପରିସର ବେଶ ପ୍ରଶସ୍ତ। ସିଂହଦ୍ୱାର ପରେ ପରେ ନନ୍ଦୀଙ୍କ ବିଶାଳ ପ୍ରତିମା ଦଣ୍ଡାୟମାନ। ମୁଖ୍ୟ ମନ୍ଦିରରେ ବିରାଜମାନ ବାବା ଗୋକର୍ଣ୍ଣେଶ୍ୱର। वंदे देव उमापति सुरगुरु वंदे जगत्कारणं वंदे पन्नगभूषणं मृगधरं वंदे पशूनां पतिः वंदे सूर्यशशाङ्कवह्निनयनं वंदे मुकुन्दप्रियं वंदे भक्तजनाश्रयं च वरदं वंदे शिवं शंकरं। ମୁଖ୍ୟ ମନ୍ଦିର ପରିସରରେ ଶ୍ରୀ ଗଣେଶ ଓ କାର୍ତ୍ତିକେୟଙ୍କର ମୂର୍ତ୍ତି ଥିବାବେଳେ ଦେବୀ ପାର୍ବତୀଙ୍କର ଏକ ଅଲଗା ଛୋଟ ମନ୍ଦିର ରହିଛି। ମାସରେ ଏଠି ଭକ୍ତମାନେ ଆସନ୍ତି, ବୋଲବମବାଲା ଆସନ୍ତି, ଶିବଙ୍କୁ ଜଳାଭିଷେକ ହୁଏ। ମନ୍ଦିର ତରଫରୁ ମଧ୍ୟ ଆମର ଗୌଡ଼ ପିଲା ଅଛନ୍ତି ଯେଉଁମାନେ କି ମହାପ୍ରଭୁଙ୍କର ଅତିରିକ୍ତ ସେବକ ବୋଲିକି କୁହାଯାଏ, ଯେଉଁମାନେ ଶୀତଳ ଷଷ୍ଠୀରେ ଭାଗ ନିଅନ୍ତି, ଠାକୁରଙ୍କୁ ବହନ କରନ୍ତି, ଭ୍ରମଣ କରନ୍ତି ଠାକୁରଙ୍କୁ। ସେଇ 60-70 ପିଲା ଅଛନ୍ତି। ସେମାନେ ଆସିକିରି 108 ଗରା ପାଣି ପଡ଼େ, ଠାକୁରଙ୍କର ଅଭିଷେକ ଯଥାରୀତି ଚାଲେ। ଆଉ ଶ୍ରାବଣୀ ଅଭିଷେକ ସେଇ ପିଲାମାନଙ୍କ ସହଯୋଗରେ ଗୋଟିଏ ଦିନ ହୁଏ। ମନ୍ଦିର ତରଫରୁ ପ୍ରସାଦର ବ୍ୟବସ୍ଥା କରାଯାଏ, ଠାକୁରଙ୍କର ମହାଭିଷେକ ହୁଏ, ଯାହା କିଛି ହୁଏ। ଆଉ ଅନ୍ୟ ପିଲାମାନେ ଆସନ୍ତି, ସେମାନେ ପାଣି ଢାଳିକିରି ଯାଆନ୍ତି। ମନ୍ଦିର ପରିସରରେ ରୁଦ୍ରାବତାର ହନୁମାନଙ୍କ ପ୍ରତିମା ମଧ୍ୟ ରହିଛି। ଏଥିସହ କିଛି ପୁରାତନ ମୂର୍ତ୍ତି ରଖାଯାଇଛି ମନ୍ଦିର ପରିସରରେ। ବାବା ଗୋକର୍ଣ୍ଣେଶ୍ୱରଙ୍କ ମନ୍ଦିରର ପ୍ରାଚୀନତା ଏସବୁ ମୂର୍ତ୍ତିରୁ ସ୍ପଷ୍ଟ। ସୁକୁଣ୍ଡାରେ ବାବା ଗୋକର୍ଣ୍ଣେଶ୍ୱରଙ୍କ ଆବିର୍ଭାବ ଓ ମହୁରୀ ରାଜବଂଶର ପୃଷ୍ଠପୋଷକତା ନେଇ ରହିଛି ଅନେକ କଥା ଓ କିମ୍ବଦନ୍ତୀ।
ଗୋକର୍ଣ୍ଣେଶ୍ୱର ମନ୍ଦିରର ଉତ୍ପତ୍ତି ମନ୍ଦିର ପ୍ରାୟ 1700-1800 ବର୍ଷର ପୁରାତନ, ଯାହା କିମ୍ବଦନ୍ତୀ କୁହାଯାଏ। ମହୁରୀ ରାଜାଙ୍କର ଇଏ ହେଉଛନ୍ତି ସବୁଠାରୁ ବୃଦ୍ଧ ଶମ୍ଭୁ, ପ୍ରଥମ ଶମ୍ଭୁ ବୋଲିକିରି କୁହାଯାଏ। ବର୍ତ୍ତମାନ ମଧ୍ୟ ବିଧି ଅନୁଯାୟୀ ଯେଉଁମାନେ ଅଷ୍ଟଶମ୍ଭୁ ଭ୍ରମଣ କରନ୍ତି ଶିବରାତ୍ର, ଜାଗର କିମ୍ବା କାର୍ତ୍ତିକ ସୋମବାର ଇତ୍ୟାଦିରେ ଏହିଠାରୁ ହିଁ ଆରମ୍ଭ କରନ୍ତି ଏବଂ ଏହିଠାରେ ହିଁ ଶେଷ କରନ୍ତି। ୟାର ଉତ୍ପତ୍ତି ମହାରାଣୀ ସଜ୍ଜା ଦେବୀଙ୍କର ଠାରୁ ଆରମ୍ଭ ହୋଇଛି ବୋଲି ଆମେ ଶୁଣିବାକୁ ପାଇଛୁ। ମନ୍ଦିର ରାଜାଙ୍କର ଗୋଟେ ଗାଈ ଥାଏ, ଆମେ ଶୁଣିବାରେ ରାଜାଙ୍କର ଗୋଟେ ଗାଈ ଥାଏ, ତାଙ୍କର ଏଇଟା ଗାଈ ପଡ଼ିଆ ହେଇଥାଏ, ଚର ଗୋଚର ପଡ଼ିଆ ହେଇଥାଏ। ଆଗରେ ଗୋଟେ ରହିଛି ଆପଣଙ୍କର ଗ୍ରୀଷ୍ମ ନିବାସ ବୋଲିକିରି ସେଇଟା ଥାଏ, ଯେଉଁଟା ବର୍ତ୍ତମାନ ଅଘୋରୀ ମଠ ନାମରେ ନାମିତ। ସେଇଠି ରାଜା ଆସିକିରି ଗ୍ରୀଷ୍ମ ନିବାସ ରହିକିରି କରନ୍ତି ଏବଂ ସେ ଗାଈର କାନ ପଡ଼ିକିରି ଏଠି ଶିବଲିଙ୍ଗ ଉତ୍ପତ୍ତି ହେଇଛନ୍ତି ଏବଂ ତାକୁ ଗୋକର୍ଣ୍ଣେଶ୍ୱର ବୋଲିକିରି ଆଖ୍ୟା ଦିଆଯାଇଛି। ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ରହିଥିଲେ ମଧ୍ୟ ସୁକୁଣ୍ଡା ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ସାହାଯ୍ୟ ସହଯୋଗରେ ବାବାଙ୍କ ସେବା କାର୍ଯ୍ୟ ଚାଲିଛି। ସମୃତ ମହୁରୀ ରଜାଙ୍କର ଇଏ ହେଉଛି ପ୍ରସିଦ୍ଧ ପୀଠ। ଆଉ ଏଠି ଆଗରୁ ମହୁରୀ ରଜା ଯେତେବେଳେ ଅଷ୍ଟଶମ୍ଭୁ ବୁଲିବାକୁ ଦର୍ଶନ ପରେ ଆଉ ଅନ୍ୟାନ୍ୟ ଶମ୍ଭୁ ଦର୍ଶନ କରି ସେ ଘରକୁ ଗଲା ପରେ ତାଙ୍କର ଅନ୍ନ ସେବନ କରୁଥିଲେ। ଗୋକର୍ଣ୍ଣେଶ୍ୱର ମନ୍ଦିରର ମୁଖ୍ୟ ପର୍ବ ହେଉଛି ଆମର ଶିବରାତ୍ର, ଦ୍ୱିତୀୟଟା ହେଉଛି କାର୍ତ୍ତିକ ମାସ ସୋମବାର ଗୁଡ଼ାକ, ମାଘ ମାସ ସୋମବାର, ଆଉ ଶିବ ବିବାହ ଶୀତଳ ଷଷ୍ଠୀ ସବୁ ଧୁମଧାମରେ ପାଳନ ହୁଏ। ହଁ ସାର୍, ଗ୍ରାମବାସୀ ସହଯୋଗ କରନ୍ତି। ଗ୍ରାମବାସୀଙ୍କର ସହଯୋଗ ଅନୁସାରେ ସେ ଚାଲିଛି। ମନ୍ଦିରର ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ପ୍ରଶାସନ ଧ୍ୟାନ ଦେବା ଉପରେ ଗୁରୁତ୍ୱ ଦରକାର ବୋଲି କହିଛନ୍ତି ମୁଖ୍ୟ ପୂଜକ। ମନ୍ଦିରର ଗୁଡ଼ାଏ ଉନ୍ନତିମୂଳକ କାର୍ଯ୍ୟ ହେଇଯାଇଛି, ଲୋକମାନଙ୍କର ସହାୟତାରେ ହେଇଛି। ଇଏ ତ ଦେବୋତ୍ତର କମିଶନ ଅଧୀନରେ ଅଛି, କିନ୍ତୁ ସେମିତି କିଛି ମନ୍ଦିରକୁ ସାହାଯ୍ୟ ସହଯୋଗ ଆସିପାରୁନି। ଆମେ ବାହାର ଲୋକଙ୍କୁ କହିକିରି ଯୋଡ଼ିଏ କଲ୍ୟାଣ ମଣ୍ଡପ ତିଆରି କଲୁ। ବିଦ୍ୟୁତର ବ୍ୟବସ୍ଥା ମଧ୍ୟ କିଛି ଠିକ୍ ନଥିଲା, ବର୍ତ୍ତମାନ ସବୁଗୁଡ଼ାକ ସଜଡ଼ା ହେଇଛି। ବର୍ତ୍ତମାନ ମନ୍ଦିରର ଆଦାୟ ମାନେ କାର୍ତ୍ତିକ ମାସ, ଜାଗର ଏବଂ ସଂକ୍ରାନ୍ତିରେ ଯାହା ଆଦାୟ ହେଉଛି। ଠାକୁରଙ୍କର ଜମି ଜମା ଥିଲେ ମଧ୍ୟ ସେମିତି ବର୍ତ୍ତମାନ ରଇତମାନଙ୍କର ଅଭାବରୁ ଚାଷ ଜମିରୁ ଫସଲ କିଛି ନିର୍ଦ୍ଦିଷ୍ଟ ଭାବରେ ଆସିପାରୁନି। ମନ୍ଦିର ଚଳିବା ବହୁତ କଷ୍ଟକର ହେଉଛି। ଲୋକମାନଙ୍କର ଅନୁଦାନ ହିଁ ମନ୍ଦିର ଚାଲିଛି। ଆମକୁ ବର୍ତ୍ତମାନ ଦରକାର ଗୋଟିଏ କଲ୍ୟାଣ ମଣ୍ଡପ, ଗୋଟିଏ ଯଜ୍ଞଶାଳା। ଯଜ୍ଞଶାଳାଟି ଠାକୁରଙ୍କର ପ୍ରଶସ୍ତ ଜାଗା ପଡ଼ିଛି ଆଗରେ, କିନ୍ତୁ ଆର୍ଥିକ ସଚ୍ଛଳତା ଠିକ୍ ନୁହଁ, ଅର୍ଥର ଅଭାବ ହେତୁ ସେଟାକ କରାହେଇପାରୁନି। ଲୋକମାନଙ୍କୁ ମାଗି ଯାଚିକିରି କହିକିରି ସେମାନଙ୍କ ଠାରୁ ଆଣିକିରି ଯାହା କିଛି ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ କମେଣ୍ଟରେ ଲେଖିଦିଅନ୍ତୁ ଓମ୍ ନମଃ ଶିବାୟ। ବ୍ୟୁରୋ ରିପୋର୍ଟ, ସିଲ୍କ ସିଟି ଲୋକାଲ। ସର୍ବୋପରି ବ୍ରହ୍ମପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଅଷ୍ଟଶମ୍ଭୁଙ୍କ ବିଷୟରେ ଆପଣଙ୍କୁ ସୂଚନା ପ୍ରଦାନ କରିବୁ, ଆପଣଙ୍କୁ ଦର୍ଶନ କରାଇବୁ। ସିଲ୍କ ସିଟି ଲୋକାଲ ସହିତ ଆପଣ ଯୋଡ଼ି ହୋଇ ରୁହନ୍ତୁ ଏବଂ ଦେଖନ୍ତୁ ଆମର ବିଶେଷ କାର୍ଯ୍ୟକ୍ରମ। Namah Shivaya.